12 ବର୍ଷ ହେଲା ବନ୍ଦ ରହିଥିବା ଗୋटे ଘର ପାଖକୁ ଅଚାନକ ଜଣେ ମହିଳା ଆସି ଚିଲେଇ ଚିଲେଇ କାନ୍ଦିବାରେ ଲାଗିଲେ। ଆଉ ଚିଲେଇ ଚିଲେଇ କାନ୍ଦିବା ସହିତ କହୁଥିଲେ କି ମୋ ଝିଅକୁ ଫେରେଇ ଦିଅ, ମୋ ଝିଅ କୁଆଡ଼େ ଗଲା। ଏତିକି ବେଳେ ସେଠାକୁ ଅଚାନକ ଜଣେ ନର୍ସ ଆସି ସେ ମହିଳାଙ୍କ ଗାଲରେ ଏକ ଶକ୍ତ ଚାପୁଡ଼ା ଲଗାଇଦେଲା। ଆଉ କହିଲେ କି 12 ବର୍ଷ ପରେ ତମକୁ ତମ ଝିଅ କଥା ମନେ ପଡ଼ିଲା। ଧିକ୍ ତମ ପରି ମାଆକୁ। କିଏ ଥିଲେ ସେ ମହିଳା ଯିଏକି ଚିଲେଇ ଚିଲେଇ କାନ୍ଦୁଥିଲେ, ଆଉ ସେ ନର୍ସ ତାଙ୍କୁ ଶକ୍ତ ଚାପୁଡ଼ା କାହିଁକି ମାରିଥିଲେ? ଏହା ଏକ ଏମିତି କାହାଣୀ ଶୁଣିଲେ ଆପଣଙ୍କ ରୁମ ଟାଙ୍କୁରି ଉଠିବ। କାହାଣୀକୁ ପୁରା ଦେଖନ୍ତୁ, ଜାଣିପାରିବେ। ଭିଡ଼ିଓ ଦେଖିବା ପରେ ଲାଇକ୍ ସେୟାର କରିଦେବେ। ଆଉ ଯେଉଁମାନେ କମେଣ୍ଟ ବକ୍ସରେ ନିଜ ନାଁ ସହିତ ଜାଗା ନା ଦେବେ, ପର ଭିଡ଼ିଓରେ ସେମାନଙ୍କ ନାଁ ଘୋଷଣା କରାଯିବ। ବାଲେଶ୍ୱର ଜିଲ୍ଲା ରେମୁଣାର ଗୋଟିଏ ସୁନସାନ ଅଞ୍ଚଳର କଣ ଆଡ଼କୁ ଗୋଟିଏ ଘର ରହିଥିଲା। ଆଉ ସେ ଘରେ ଜଣେ ମହିଳା ଏକା ହିଁ ରହୁଥିଲେ। ସେ ଏକ ଏମିତି କାମ କରୁଥିଲେ ଯାହା ପାଇଁ ତାଙ୍କୁ ସେ ଘରେ ଏକୁଟିଆ ରହିବାକୁ ପଡ଼ୁଥିଲା। ସେ ଗର୍ଭବତୀ ଥିଲେ। ସମୟ ବିତିବା ସହିତ ସେ ସ୍ତ୍ରୀ ଲୋକ ଜଣକ ଜଣେ ଝିଅକୁ ଜନ୍ମ ଦେଲା। ଝିଅ ଜନ୍ମ ହେବା ପରେ ସେ ମହିଳା ଯେଉଁ କାମ କରି ପେଟ ପୋଷୁଥିଲେ, ସେ କାମରେ ସମସ୍ୟା ହେବାରେ ଲାଗିଲା। ଆଉ ସେ ଠିକ୍ରେ କାମ କରିପାରିଲେନି, କାରଣ ଝିଅର ଯତ୍ନ ନେଉ ନେଉ ତାଙ୍କୁ ଆଉ ସମୟ ହେଉନଥିଲା। ଏମିତି କଷ୍ଟେ ମଷ୍ଟେ 6 ମାସ ବିତିଗଲା। ହେଲେ 6 ମାସ ପରେ ଅବସ୍ଥା ଏମିତି ହେଲା ଯେ ଘରେ ଖାଇବା ପାଇଁ ବି କିଛି ରହିଲାନି। ଏମିତି କିଛି ଦିନ ଚାଲିବା ପରେ ସେ ଆଉ କିଛି ବାଟ ପାଇଲେନି। ଶେଷରେ ଏକ କଠିନ ନିଷ୍ପତ୍ତି ନେଲେ। ସେ ଛୋଟ ଝିଅକୁ ସେ ଘରେ ଛାଡ଼ି ଦେଇ ସେ ଭୁବନେଶ୍ୱର କଟକ ପଳାଇ ଆସିଲେ। ସେ ଘର କଣ ଆଡ଼କୁ ଥିଲା, ଆଉ ସେ ରାସ୍ତା ଦେଇ ବହୁତ କମ୍ ଲୋକ ଯିବା ଆସିବା କରୁଥିଲେ। ଏମିତି ସନ୍ଧ୍ୟା ହେବାରେ ଲାଗିଲା, ଆଉ ଛୋଟ ଝିଅଟି କାନ୍ଦିବା ଆରମ୍ଭ କଲା। ଦିନସାରା ସେ ଶୋଇ ରହିବା ପରେ ସନ୍ଧ୍ୟାରେ ଭୋକ ଲାଗିବାରୁ ଉଠି ପଡ଼ିଲା, ଆଉ କାନ୍ଦିବାରେ ଲାଗିଲା। ତେବେ ସେ ରାସ୍ତା ଦେଇ କେହି ଯିବା ଆସିବା କରୁନଥିବା କାରଣରୁ ତା କାନ୍ଦ କେହି ବି ଶୁଣିପାରିଲେନି। ଆଉ ରାତିସାରା ସେ କାନ୍ଦିବାରେ ଲାଗିଥିଲା। କେତେବେଳେ କାନ୍ଦୁଥିଲା, ଆଉ କେତେବେଳେ କାନ୍ଦି କାନ୍ଦି ଶୋଇପଡ଼ୁଥିଲା। ସକାଳୁ ସକାଳୁ ବିଜୟ ନାମକ ଜଣେ ଯୁବକ ସେ ରାସ୍ତା ଦେଇ ଯାଉଥିଲେ। ଛୋଟ ଝିଅର କାନ୍ଦ ତାଙ୍କ କାନରେ ପଡ଼ିଲା। ଟିକିଏ ଅଟକିବା ପରେ ସେ ଜାଣିପାରିଲେ କି ଝିଅଟି ସାଧାରଣ ଭାବରେ କାନ୍ଦୁନି, ତା ସହିତ କିଛି ଘଟିଛି। ସେ କବାଟ ଝରକା ଫାଙ୍କ ଦେଇ ଘଟଣା କ'ଣ ଜାଣିବାକୁ ଚାହିଁଲେ, ହେଲେ ଭିତର ଜିନିଷ କିଛି ବି ଦେଖାଯାଉନଥିଲା। ତେଣୁ ସେ କିଛି ସମୟ ପରେ ସେ ଛାଡ଼ିକି ପଳେଇଲେ। ଅଫିସରେ ପହଞ୍ଚିକି ନିଜ କାମ ଆରମ୍ଭ କରିଦେଲେ। ହେଲେ ସେ ନିଜ କାମ ଠିକ୍ରେ କରିପାରୁନଥିଲେ, କାରଣ ଦିନସାରା ତାଙ୍କୁ ସେ ଛୋଟ ଝିଅର କାନ୍ଦ ଶୁଭୁଥିଲା। କାରଣ ସେ ଅନୁଭବ କରିଥିଲେ କି ଛୋଟ ଝିଅଟି ବହୁତ ସମୟ ହେଲା କାନ୍ଦୁଥିଲା, ଆଉ କାନ୍ଦି କାନ୍ଦି ତା ଗଳା ବି ଶୁଖିଯାଇଥିଲା। ବିଜୟଙ୍କର ଡ୍ୟୁଟି ସରିଲା, ଆଉ କାମ ସାରି ତୁରନ୍ତ ସେ ଘରକୁ ସେଇ ରାସ୍ତା ଦେଇ ହିଁ ଫେରିଲେ। ଆଉ ଯେମିତି ସେ ଘର ପାଖରେ ପହଞ୍ଚିଛନ୍ତି, କିଛି ସମୟ କାନେଇବା ପରେ ସେ ଝିଅର କାନ୍ଦ ପୁଣି ତାଙ୍କୁ ଶୁଭିଲା, କାରଣ ଏବେ ଝିଅଟିର ସ୍ୱର ଧିମା ହୋଇଯାଇଥିଲା। ବିଜୟ ଆଉ ରହିପାରିଲେନି। ପାଖରେ ଥିବା ଏକ ପଥର ଉଠାଇ ସେ ଝରକା କାଚ ଭାଙ୍ଗିଦେଲେ। ଯେମିତି ସେ ଭଙ୍ଗା କାଚ ଦେଇ ଘର ଭିତରକୁ ଦେଖିଛନ୍ତି, ତାଙ୍କ ହୋସ୍ ଉଡ଼ିଗଲା। କାରଣ ବେଡ୍ ଉପରେ ଗୋଟେ ଛୋଟିଆ ଛୁଆ ଶୋଇଥିଲା, ଆଉ ସେ ବୋଧେ ହାଲିଆ ହୋଇ ଧଇଁ ସଇଁ ହେବା ପରି ରାହା ଧରି କାନ୍ଦୁଥିଲା। ଆଉ ବିଳମ୍ବ ନକରି ସେ ପୋଲିସକୁ ଫୋନ୍ କରି ଜଣାଇଲେ। ଆଉ ଅଳ୍ପ ସମୟ ଭିତରେ ପୋଲିସ ଆସି ସେ ଘରେ ପହଞ୍ଚିଗଲେ। ପୋଲିସ ସେ ଘରର ତାଲା ଭାଙ୍ଗିବା ପରେ ସେ ଝିଅକୁ ଉଦ୍ଧାର କଲେ। 1.5 ଦିନ ହେଲା ସେ କିଛି ବି ଖାଇନଥିଲା, ଆଉ ସେ ଅନ୍ଧାର ଘରେ ଏକା ରହିଥିଲା। ଆଉ ରାହା ଧରି 1.5 ଦିନ ହୋ ହୋ ହୋଇ କାନ୍ଦୁଥିଲା। ଝିଅର ଅବସ୍ଥା ପୁରା ଖରାପ ହୋଇଯାଇଥିଲା। ତାର ସ୍ୱର ବି ଧିମା ହୋଇଯାଇଥିଲା, ଦେହ ଅବଶ ହୋଇଯାଇଥିଲା। ପୋଲିସ ବିଜୟକୁ ଧନ୍ୟବାଦ ଜଣାଇଲେ। ବିଜୟ ଯଦି ପୋଲିସକୁ ଖବର ଦେଇନଥାନ୍ତା, ତାହେଲେ ଆଉ କିଛି ସମୟ ପରେ ହୁଏତ ଛୋଟିଆ ଝିଅଟିଏ ଦୁନିଆରେ ଆଉ ନଥାନ୍ତା। ପୋଲିସ ସେ ଝିଅକୁ ନେଇ ହସ୍ପିଟାଲରେ ଭର୍ତ୍ତି କରାଇଲା। ସେଠାରେ ତାର ଚିକିତ୍ସା ଆରମ୍ଭ କରିଦିଆଗଲା। ହସ୍ପିଟାଲରେ ଭର୍ତ୍ତି କରି ପୋଲିସ ସେ ଘରର ମାଲିକକୁ ଖୋଜିବାରେ ଲାଗିଲେ। ବହୁତ ସମୟ ପଚରାଉଚରା ପରେ ସେ ମହିଳାଙ୍କ ସମ୍ପର୍କରେ କିଛି ବି ସୁରାକ ମିଳିଲାନି। ସମୟ ବିତୁଥିଲା। ଝିଅଟି ହସ୍ପିଟାଲରେ ଥିଲା, ଆଉ ତାର ଦାୟିତ୍ୱ ନେଇଥିବା ମିଲି ନାମକ ଜଣେ ନର୍ସ ତାକୁ ଖୁବ୍ ଭଲ ପାଇବା ଆରମ୍ଭ କରିଦେଇଥିଲେ। ତାର ସବୁ କାମ ସେ କରୁଥିଲେ। ତା ସହିତ ମିଲିଙ୍କର ଏକ ସମ୍ପର୍କ ବଢ଼ିଯାଇଥିଲା ଯେ ତାକୁ ନ ଦେଖିଲେ ସେ ରହିପାରୁନଥିଲେ। ମିଲି ଜଣେ ଅନାଥ ଥିଲେ।
ଆଉ ସେ ଅନାଥ ହେବାର କଷ୍ଟ ଜାଣିଥିଲେ। ତେଣୁ ସେ ଭାବୁଥିଲେ କି ମୁଁ ଯେଉଁ କଷ୍ଟ ପାଇଛି ଯେମିତି ଏ ଝିଅ ନ ପାଉ। ତେଣୁ ସେ ଝିଅର ଖୁବ୍ ସେବା ଯତ୍ନ କରୁଥିଲେ। ହେଲେ ଅଳ୍ପ କିଛି ଦିନ ଭିତରେ ସେ ଝିଅ ସୁସ୍ଥ ହୋଇଗଲା। ଆଉ ପୋଲିସ ତାକୁ ନେଇ ଏକ ଅନାଥ ଆଶ୍ରମରେ ରଖିଦେଲେ। ହେଲେ ଏସବୁ ମିଲିଙ୍କ ଅନୁପସ୍ଥିତିରେ ହୋଇଥିଲା। ଯେମିତି ସେ ସେଦିନ ହସ୍ପିଟାଲ ଆସିଲେ ସେ ଛୋଟ ଝିଅକୁ ଖୋଜିବା ଆରମ୍ଭ କରିଦେଲେ। ଅନ୍ୟ ଷ୍ଟାଫଙ୍କୁ ବି ପଚାରିଲେ। ଅନ୍ୟ ଷ୍ଟାଫ୍ ମାନେ ତାଙ୍କୁ କହିଲେ କି ପୋଲିସ ଆସି ତାକୁ ନେଇଯାଇଛନ୍ତି, ଆଉ ଏକ ଅନାଥ ଆଶ୍ରମରେ ତାକୁ ରଖାଯାଇଛି। ଶୁଣିକି ମିଲିଙ୍କ ଆଖିରୁ ଲୁହ ପଳେଇ ଆସିଲା। ତୁରନ୍ତ ସେ ଅନାଥ ଆଶ୍ରମର ଠିକଣା ପଚାରିଲେ। ସାଥୀ ନର୍ସ ପଚାରିଲେ କି ତୁ ଏମିତି ବ୍ୟସ୍ତ କାହିଁକି ହେଉଛୁ, ତାକୁ ନେଇ ତୁ କ'ଣ କରିବାକୁ ଚାହୁଁଛୁ? ସେଠୁ ମିଲି କହିଲେ କି ମୁଁ ତାକୁ ମୋ ଝିଅ ପରି ରଖିବାକୁ ଚାହୁଁଛି, ତାକୁ ପାଳି ପୋଷି ବଡ଼ କରିବି। ସାଥୀ ନର୍ସ ହସିବା ଲାଗିଲେ, କହିଲେ ତୁ ବାହା ହୋଇନୁ, ଲୋକ କ'ଣ କହିବେ? ବାହା ନୋଇ ଝିଅ ଜନ୍ମ କରିଛୁ, ତାକୁ ନେଇକି ତୁ କେମିତି ବଡ଼ କରିବୁ ବୋଲି କହୁଛୁ? ହେଲେ ମିଲି ସେମାନଙ୍କ କଥା ନ ଶୁଣି ହସ୍ପିଟାଲରୁ ଛୁଟି ନେଇ ସିଧା ସେ ଅନାଥ ଆଶ୍ରମରେ ପହଞ୍ଚିଗଲା। ଅନାଥ ଆଶ୍ରମ କର୍ତ୍ତୃପକ୍ଷଙ୍କ ସହିତ କଥା ହେଲା। ଆଇନଗତ ଭାବରେ ତାକୁ ପୋଷ୍ୟ ସନ୍ତାନ ଭାବରେ ଗ୍ରହଣ କରିନେଲେ। ଅଳ୍ପ ଦିନ ଭିତରେ ସବୁ କାଗଜପତ୍ର କାମ ସାରିବା ପରେ ସେ ତାକୁ ଘରକୁ ନେଇ ଆସିଲେ। ଏବେ ସେ ଆଇନଗତ ଭାବରେ ତାଙ୍କର ଝିଅ ହୋଇଯାଇଥିଲା। ତେଣୁ ତାକୁ ସେ ଘରକୁ ନେଇ ଆସିଲେ ଆଉ ତାର ନାଁ ଦେଲେ ବର୍ଷା। ବର୍ଷାକୁ ଏବେ ସେ ଖୁବ୍ ଭଲରେ ପାଳିବାକୁ ଲାଗିଲେ। ଧୀରେ ଧୀରେ ସମୟ ବିତିବାରେ ଲାଗିଥିଲା ଆଉ ଛୋଟ ଝିଅଟି ବଡ଼ ହେବାରେ ଲାଗିଲା। ବର୍ଷା 5 ବର୍ଷର ହେବା ବେଳକୁ ତାକୁ ନିକଟସ୍ଥ ସ୍କୁଲରେ ନାଁ ଲେଖାଇ ଦେଲେ ମିଲି। ବର୍ଷା ମିଲିକୁ ମା ବୋଲି ଡାକୁଥିଲା ଆଉ ମା ଡାକରେ ମିଲି ଖୁବ୍ ଖୁସି ହୋଇଯାଉଥିଲା। ସେ ଭାବୁଥିଲା କି ଭଲ ହେଲା, ମୋର ବି ପରିବାର ହୋଇଗଲା। ଧୀରେ ଧୀରେ ବଡ଼ ହେଉଥିଲା ବର୍ଷା। ଦିନେ ସେ ସ୍କୁଲରୁ ଆସି ମିଲିକୁ ପଚାରିଲା, ମା ମୋ ବାବା କାହାନ୍ତି? ମିଲି କହିଲେ କି ଝିଅ ମୁଁ ହିଁ ତୋର ମା ଆଉ ମୁଁ ତୋର ବାବା। ଆଉ ସେ ବର୍ଷାକୁ ବୁଝାଇବାରେ ଲାଗିଲେ। ହେଲେ ବର୍ଷା ବୁଝୁନଥିଲା। କହିଲେ ସବୁ ପିଲାଙ୍କ ବାପା ତାଙ୍କ ପିଲାଙ୍କୁ ଛାଡ଼ିବା ପାଇଁ ସ୍କୁଲକୁ ଆସୁଛନ୍ତି ଆଉ ନେଇକି ବି ଯାଉଛନ୍ତି, ହେଲେ ମୋ ବାବା କୁଆଡ଼େ ଗଲେ? ମା ତମେ କୁହ ମୋ ବାବା କାହାନ୍ତି? ଶେଷରେ ମିଲି କହିଲେ କି ତୋ ବାପା ତୋ ଜନ୍ମ ହେବା ଆଗରୁ ମରିଯାଇଛନ୍ତି। ଏମିତି କହିକି ବର୍ଷାକୁ ବୁଝାଇଦେଲେ ସିନା, ହେଲେ ଭାବିଲେ ଏବେ ସିନା ବୁଝାଇଦେଲି କିନ୍ତୁ କେବେ ନା କେବେ ସତ କଥା ତ ପଦାକୁ ଆସିବ। ବଡ଼ ହେବା ପରେ ସେ ନିଶ୍ଚୟ ମୋତେ ପଚାରିବ। ତେଣୁ ସେ ବର୍ଷାର ବାପା ମାଙ୍କ ବିଷୟରେ ଜାଣିବା ପାଇଁ ସ୍ଥିର କଲେ। ଆଉ ପରଦିନ ଥାନାକୁ ଯାଇ ସେ ଘର ମାଲିକ ବିଷୟରେ ଜାଣିବାକୁ ଚେଷ୍ଟା କଲେ। ହେଲେ ପୋଲିସ ପାଖରେ କିଛି ବି ନଥିଲା। ତ ସେମାନେ ମିଲିକୁ ଜଣାଇଦେଲେ ଯେ ସେହି ଘରେ ଜଣେ ମହିଳା ରହୁଥିଲେ। ହେଲେ ସେଦିନ ଠାରୁ ତାଙ୍କର କିଛି ବି ଖୋଜ ଖବର ନାହିଁ। ଶୁଣିକି ମିଲିଙ୍କ ମନ ଦୁଃଖ ହୋଇଗଲା। ସେ ନିଷ୍ପତ୍ତି ନେଲେ କି କାଲିଠାରୁ ସେ ସେହି ଘରକୁ ପ୍ରତିଦିନ ଯାଇ ଦେଖିବେ। କେବେ ନା କେବେ ତ ବର୍ଷାର ମା ସେ ଘରକୁ ଆସିବେ। ସେତେବେଳେ ତାଙ୍କୁ ପଚାରିବି ବର୍ଷାର ବାବା କାହାନ୍ତି। ଧୀରେ ଧୀରେ ସମୟ ବିତୁଥିଲା। ବର୍ଷା ଏବେ 12 ବର୍ଷର ହୋଇଯାଇଥିଲା। ଏବେ ଯାଏଁ ବି ମିଲି ସେ ଘରକୁ ପ୍ରତିଦିନ ଯାଇ କିଛି ସମୟ ଅପେକ୍ଷା କରି ଫେରୁଥିଲେ। ଏମିତି ସମୟ ବିତୁଥିଲା। ଦିନେ ଅଚାନକ ସେ ଘର ପାଖରେ ପହଞ୍ଚିବା ପରେ ଜଣେ ମହିଳା ଚିଲେଇ ଚିଲେଇ କାନ୍ଦୁଥିବା ଶୁଣିଲେ। ସେ ମହିଳା ଜଣକ ଚିଲେଇ ଚିଲେଇ କହୁଥିଲେ କି ମୋ ଝିଅ କୁଆଡ଼େ ଗଲା, ମୋ ଝିଅ କୁଆଡ଼େ ଗଲା, ମୋ ଝିଅକୁ ଫେରାଇ ଦିଅ। ଯେମିତି ମିଲି ସେ ଘର ଭିତରକୁ ଯାଇ ଦେଖିଛନ୍ତି କି ଜଣେ ମହିଳା ବେଡ୍ ଉପରେ ବସି କାନ୍ଦୁଛନ୍ତି ଆଉ ତାଙ୍କ ଝିଅକୁ ଫେରାଇ ଦେବା କଥା କହୁଛନ୍ତି। ତାଙ୍କ ଆଖିରେ ପଶ୍ଚାତାପ ରହିଥିଲା। ମିଲି ତାଙ୍କ ପାଖକୁ ଯାଇ ତାଙ୍କ ଗାଲରେ ଏକ ଶକ୍ତ ଚାପୁଡ଼ା ବସାଇଦେଲା। କହିଲେ ତମ ପରି ମାଆକୁ ଧିକ୍, ଏତେ ଛୋଟ ପିଲାକୁ ଏମିତି ଅବସ୍ଥାରେ ଛାଡ଼ିକି ପଳାଇଥିଲ, ଆଉ ଆଜି 12 ବର୍ଷ ପରେ ତା କଥା ମନେ ପଡ଼ିଗଲା। ତମ ପରି ଲୋକ ମା ନୁହେଁ, କଳଙ୍କ। ଏକଥା ଶୁଣି ସେ ମହିଳା ଆହୁରି ଜୋର ଜୋରରେ କାନ୍ଦିବାରେ ଲାଗିଲେ। କାନ୍ଦି କାନ୍ଦି କହିଲେ କି ପରିସ୍ଥିତି ଏମିତି ଥିଲା ଯେ ମୁଁ ତାକୁ ଏମିତି ଅବସ୍ଥାରେ ଛାଡ଼ିକି ଯିବା ପାଇଁ ବାଧ୍ୟ ହୋଇଗଲି। ମିଲି କହିଲେ କି ଏମିତି କି ପରିସ୍ଥିତି ହେଲା ଯେ ଗୋଟେ ଛୋଟ ପିଲାକୁ ଛାଡ଼ିକି ପଳାଇଲ? ସେଠୁ ସେ ମହିଳା ଜଣକ ପୁରା କାହାଣୀ କହିଲେ। ସେ କହିଲେ କି ମୁଁ ଖରାପ କାମ କରୁଥିଲି, ସେଥିପାଇଁ ସୁନସାନ ଜାଗାରେ ଏ ଘର ନେଇଥିଲି। ସେଥିରୁ ଏ ଝିଅ ହୋଇଯାଇଥିଲା। ହେଲେ ପରିସ୍ଥିତି ଏମିତି ହେଲା ଯେ ମୋ ପାଖରେ ଆଉ କାଣି କଉଡ଼ିଟିଏ ବି ରହିଲାନି, ଖାଇବାକୁ ଦାନା ବି ମିଳିଲାନି। ତେଣୁ ମୋ ପାଖରେ ଏବେ 2ଟି ରାସ୍ତା ଥିଲା। ଝିଅକୁ ମୋ ପାଖରେ ରଖିଥାନ୍ତି, ନହେଲେ ତାକୁ ଛାଡ଼ି ସେ ରାସ୍ତାରେ ପୁଣି ପାଦ ଦେଇଥାନ୍ତି। ଝିଅକୁ ଛାଡ଼ିବାକୁ ମୁଁ ଠିକ୍ ଭାବିଲି ଆଉ ଦ୍ୱିତୀୟ ରାସ୍ତାରେ ପଳାଇଲି। ଝିଅକୁ ଛାଡ଼ିବା କଷ୍ଟ ଥିଲେ ବି ମୁଁ ଜାଣିଥିଲି କି ଏ ଦୁନିଆରେ ବହୁତ ଭଲ ଲୋକ ଅଛନ୍ତି, ତାକୁ କିଏ ନା କିଏ ଆଦରି ନେବେ ଆଉ ସେ ବଞ୍ଚିଯିବ। ଶୁଣିକି ମିଲି ଆହୁରି ରାଗିଗଲେ। କହିଲେ ଯଦି ଏମିତି କଥା ଥିଲା ତାହେଲେ ତୁମେ ଭିକ ମାଗିକି ବି ଚଳିପାରିଥାନ୍ତ, ହେଲେ ତୁମେ ଛୋଟ ଛୁଆକୁ ଛାଡ଼ିଦେବା ମଣିଷତ୍ୱ ନୁହଁ। ମନ ତ ହେଉଛି କି ପୋଲିସକୁ ଡାକି ତୁମକୁ ଧରେଇ ଦିଅନ୍ତି। ତୁମେ ଯେଉଁ କାମ କରିଛ କ୍ଷମାର ଯୋଗ୍ୟ ନୁହଁ। କିନ୍ତୁ ମୋ ଝିଅ
ମୋ ଝିଅ ପାଇଁ ମୁଁ ତୁମକୁ କ୍ଷମା କରୁଛି। ତୁମ ଝିଅକୁ ମୁଁ ପାଳି ପୋଷି ବଡ଼ କରିଛି। ଏବେ ସେ 12 ବର୍ଷର ହୋଇଗଲାଣି। ଦିନେ ମୋତେ ସେ ଗୋଟିଏ ପ୍ରଶ୍ନ ପଚାରିଥିଲା, ଯାହାର ଉତ୍ତର ଜାଣିବା ପାଇଁ ମୁଁ ଗତ 5 ବର୍ଷ ହେଲା ଲଗାତାର ଏ ଘରକୁ ଆସୁଛି ଆଉ ଖୋଜୁଥିଲି କି କାଳେ କିଏ ମିଳିଯିବେ ଯିଏକି ବର୍ଷା ବିଷୟରେ ଜାଣିଥିବ। ଏହାପରେ ସେ ମହିଳା ଜଣକ ମିଲିଙ୍କୁ ପଚାରିଲେ କି କ'ଣ ପ୍ରଶ୍ନ ପଚାରିଲା ମୋ ଝିଅ। ମିଲି କହିଲେ କି ସେ ପଚାରିଥିଲା ତା ବାପା କିଏ। ଆଉ ଗୋଟେ କଥା ତୁମକୁ କହି ରଖୁଛି, ତୁମେ ତୁମ ମୁହଁରେ ମୋ ଝିଅକୁ ନିଜ ଝିଅ କହିବା ପ୍ରଥମେ ବନ୍ଦ କର। ସେ ତାର ବାପାର ପରିଚୟ ମାଗୁଛି। ସେଦିନ ମୁଁ ତାକୁ ମିଛ କହିଥିଲି, ହେଲେ ତୁମେ ମୋତେ କୁହ ତାର ବାବା କିଏ। एकथा शुणी से महिला चुप रहिले। आ किसी समय पर कहले कि मु से विषय किसी कहीपरिनी कहीकि से पुणी कांदे लगिले। एथर मिली को से महिला टिके दया आसला आउ से चुप होगापी कहले। से महिला चुप होगापर मिली कहले कि तुम झील को मु पाली पोषी बड़ कही आ मु चाहूनी कि तुम ताको तुम सहित नहीं जाओ। तुम तो प्रथम खराब काम करुच आ वर्षार देखाशुना केमिति करि परिबो आ दुनिया ताको भी खराब कहबो। ए दुनिया ताको भी छाड़बनी। तुम कौन चाह तुम झील भी तुम परी हो बोली सब कथा शुणिकी से महिला बुझीगले। भाविले मिली सत कथा कहते मो झील को भी ए दुनिया लोक छाड़बेनी, ताको भी खराब कहीदेवे। ताठारु भल से मिली सहित इज्जत सहित बंचू। निज छाती पत्थर रखी झील को देखा करने इच्छा मन ही मारिदेले। मिली को हाथ जोड़ी कहले कि मो झील को भल रखिब, ताको ठीक से जत्न नब। मु मरिबा पर्यंत केबे भी तुम सामना को आसबेनी। सेठू से निज आखिर लुह को पोछि सेठारु पलैले। किछि समय जाए तो मिली मन भी खराब हो गला। हेले परवर्ती समय से भाविले जहाँ भल है आ मो प्रश्नर भी उत्तर मिलगला। मो झील एवं मोर हो गला। सारा जीवन मिली आ बाहेबेनी बोली निष्पत्ति नेले। एबे जाए भी से विवाह करी नांती। वर्षा को पाली पोषी से बड़ कहिसंती। एबे वर्षा बड़ होई चाकरी करिबा परे तार विवाह भी कहि दैछंती मिली। विवाह परे वर्षा निज माँ को नहीं तांको पाखरे रखिसंती। तो श्रोता बंधु मैंने एतिक थिला जने 6 मास झीर कहानी, जहाँ को जने असहाय माँ गोटे बंद घरे मरिया छाड़ी देइथिला। हेले कथारे अछि जहाँ को रखिबे अनंत की करिपारे बलवंत। एमिति से झील सहित होइथिला। आपण वर्षार माँ विषय कौन कहिबे कमेंट बॉक्स में निजर मत देवा सहित निज ना आउ गाँ ना लिखिबे। परवर्ती वीडियो रे आपन ना घोषणा हेबो। वीडियो को लाइक करिबे, शेयर करिबे और सब्सक्राइब मध्य करिदेबे।